ଦେଖନ୍ତୁ ମୋତେ ଦୁଇଟା କଲ୍ ଆସିଥିଲା ବିକ୍ରମ ପଣ୍ଡା ନାଁରେ ଏକା ଧମକି ଦେଇଛନ୍ତି ଟିକେ ଜୋର କହିଲ। ମୋତେ ଦୁଇଟା କଲ୍ ଆସିଥିଲା ବିକ୍ରମ ପଣ୍ଡା ନାଁରେ ଏକା ଯେ ଆପଣ କେସ୍ଟା ବନ୍ଦ କରିବେ କି ନାହିଁ ଆମେ ସେଟା ମାରିବା ପାଇଁ ବି ଧମକି ଦେଇଛନ୍ତି ସେଇ ଯୋଗୁଁ ଆମର ଫ୍ୟାମିଲି ପ୍ରତି ଆମକୁ ଟିକେ ବିପଦ ଅଛି ସେଇପାଇଁ ମୁଁ ପୁଲିସ ପ୍ରଶାସନଙ୍କ ମୁଖ୍ୟମନ୍ତ୍ରୀ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ମୋ ଅନୁରୋଧ ଯେତେ ପର୍ଯ୍ୟନ୍ତ ଆମର କେସ୍ଟା ଇଏ ନ ହଉ ସେତେ ପର୍ଯ୍ୟନ୍ତ ତାଙ୍କୁ ବେଲ୍ରେ ନ ଛାଡ଼ୁ ତାଙ୍କେ ଭିତରେ ଏକା ରୁହନ୍ତୁ ଭିତରେ ଆଉ ଆମକୁ ନ୍ୟାୟ ଦିଅନ୍ତୁ ଯେତେ ପର୍ଯ୍ୟନ୍ତ ମୋର ସ୍ୱାମୀକୁ ଯିଏ ହତ୍ୟା କରୁଛନ୍ତି ତାଙ୍କୁ ଭିତରେ ନ୍ୟାୟ ଦିଅନ୍ତୁ ମୁଁ ଏଇଟା ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି ତାଙ୍କେ ବେଶୀ ବିଧାୟକ ମୋ ପଡ଼ିଆ ତାଙ୍କେ ବେଶୀ ବିଧାୟକ ତାଙ୍କ ସଂସାର ସେମିତି ମୋର ଏତିକି ଏକ ଅନୁରୋଧ ଆଉ ମୁଁ କିଛି କହିପାରୁନି ମୋର ପିଲା ଫୋନ୍ରେ ଏକା ଆସିଥିଲା କଲ୍ଟା ଆସିକିରି ପିଲାକୁ ଅଭଦ୍ର ଭାଷାରେ ଗାଳି ବି କରୁଛନ୍ତି ତାଙ୍କେ ସେ ପିଲା କହିଲା ଯେ ମୁଁ ରଖୁଛି ଫୋନ୍ କହିଲା ପରେ କ'ଣ ପାଇଁ ଫୋନ୍ ରଖିବେ ଏବେ ଏକା କଥା ହୁଅ ବୋଲି ସେ ଫୋନ୍ଟା ବନ୍ଦ କରିଦେଇଛି ଆଉ କିଛି କହିନି ସେ ପିଲା ବି ଡରି ଯାଇଛି ଆମକୁ ବି ଡରି ଯାଉଛୁ ଆମେ ଘରେ ଭିତରେ ସେ ଯେଉଁ ନମ୍ବର ଯେଉଁ ଆସିଥିଲା ସେ ନମ୍ବର କାହାର ଆମେ ଜାଣିନୁ ସେ ଫୋନ୍ଟା ନମ୍ବରଟା କାହାର ଆମେ ସେଟା ଏଫଆଇଆର ଦେଇଛି ଏସ୍ପିକୁ ବି ଆମେ ଜଣେଇଛୁ ଆମେ ଜଣେଇକିରି ସେ ଏସ୍ପିକୁ ସେ ଫୋନ୍ ନମ୍ବର ଦୁଇଟା ଆମେ ଦେଇଛୁ ଦୁଇଥର ଆସିଛି କ'ଣ କହିଥିଲେ ଗାଳି କରିକି ଅଭଦ୍ର ଭାଷା ଗାଳି କରିକି କହୁଛନ୍ତି କେସ୍ଟା ଆପଣ ଡ୍ରପ୍ କରିବେ କି ନାହିଁ ଆପଣ ଜୀବନ ମାରି ପାଇଁ ଧମକି ଦେଇଛନ୍ତି ବିକ୍ରମ ପଣ୍ଡା ନାଁରେ ଆପଣ ମାଆ ପୁଅ ରହୁଛନ୍ତି ତ ଆମେ ପିଲା କହିଲା ହଁ ଆମେ ମାଆ ପୁଅ ରହୁଛୁ ହଉ ଠିକ୍ ଅଛି ପରେ କ'ଣ ହେବ ଦେଖିବା ଏତିକି କରିକି ପିଲା ଡରିକିରି ଫୋନ୍ଟା ରଖିଦେଇଛନ୍ତି ମ୍ୟାଡ଼ାମ୍ କ'ଣ କହିବେ ଏ ଯେଉଁ ଫୋନ୍ ଯେଉଁ ଆସିଥିଲା କାହାକୁ କିଛି ସନ୍ଦେହ ରହିଛି କି ଆପଣଙ୍କର ଇଏର ଆଉ ଗୋଟିଏ କଥା ଯଦି ଆମେ କହିବା ଏ ଯେଉଁ ଫୋନ୍ ଦୁଇ ଥର ଆସିଥିଲା ପ୍ରଥମ ଥର ଆପଣ ଯେତେବେଳେ ଫୋନ୍ ଆସିଥିଲା କମ୍ପ୍ଲେନ୍ ଦେଇଥିଲେ ନା ଦ୍ୱିତୀୟ ଥର ଆସିଲା ପରେ କମ୍ପ୍ଲେନ୍ ଦେଲେ ସେଟା ମୋ ସାନ ଦେହରୁ କହିବେ ସାର୍ କ'ଣ କହିବେ ଯେତେବେଳେ ଫୋନ୍ ଆସିଥିଲା ସେଇ ସମୟରେ ପ୍ରଥମ ଥର ଆପଣ କମ୍ପ୍ଲେନ୍ ଦେଲେ ନା ଦ୍ୱିତୀୟ ଥରରେ କମ୍ପ୍ଲେନ୍ ଦେଲେ ନାଇଁ ଫୋନ୍ ପ୍ରଥମ ଥର ଆସିଥିଲା ଫୋନ୍ ପ୍ରଥମ ଥର ଆସିଲା ପରେ ଆମେ ତାକୁ ଟିକେ ବାଇଚାନ୍ସ କ'ଣ ହେଇଥିଲେ ଆମେ ତାକୁ ସିରିୟସଲି ନେଲୁନୁ ଦ୍ୱିତୀୟ କଲ୍ ଆସିଲା ପରେ ଆମେ ତାକୁ ସିରିୟସଲି ନେଲୁ ସିରିୟସ୍ ନେଲା ପରେ ମୁଁ ଯାଇକିରି SDPO ସାର୍ ଆଉ IAC ମ୍ୟାଡ଼ାମ୍ ସହିତ ମଧ୍ୟ କଥାବାର୍ତ୍ତା କଲି ଆଉ ଲିଖିତ ଆକାରରେ ମଧ୍ୟ ମୁଁ ଦେଇଛି କମ୍ପ୍ଲେନ୍ ଦେଇଛି କେଉଁ ଡେଟ୍ରେ କଲ୍ ଆସିଥିଲା କେବେ ଏଫଆଇଆର ଦେଲେ କେଉଁ ଡେଟ୍ରେ ଦେଲେ ଗୋଟେ କଲ୍ ଆସିଥିଲା 27 ତାରିଖ ଦିନ ଆଉ ଗୋଟେ କଲ୍ ଆସିଥିଲା 28 ତାରିଖ ଦିନ ମୁଁ ଏଫଆଇଆର ଦେଇଛି 3 ତାରିଖ ଦିନ ମୁଁ ସାର୍ଙ୍କୁ କହିଲି ସାର୍ ଆକ୍ଚୁଆଲି ଇନକ୍ୱାରି କରନ୍ତୁ ଇନକ୍ୱାରି କଲା ପରେ ଦେବା ବୋଲିକିରି ତାପରେ ମୋତେ ପୋଲିସ ପକ୍ଷରୁ କହିଥିଲେ ଏଫଆଇଆର ଦେବା ପାଇଁ ବୋଲିକିରି କିଛିଟା ମୋର ପର୍ସନାଲ କାମ ଥିଲା ଯାହାଦ୍ୱାରା କି ଟିକେ ଲେଟ୍ ହେଲା ସାର୍ ଦେଖନ୍ତୁ ମ୍ୟାଡ଼ାମ୍ ଦେଖନ୍ତୁ ଆପଣ ବହୁତ ଦିନ ପରେ ଗୋଟିଏ ଆପଣ ଡେମୋ ମଧ୍ୟ ଦେଖିଥିଲେ କିଭଳି ଭାବେ ମାରିଥିଲେ ଇଏ ହେଇଥିଲେ ବହୁତ ଦିନ ପରେ ମିଡ଼ିଆ ସମ୍ମୁଖରେ ଆସିଲେ କିଭଳି ଭାବେ ଦେଖୁଛନ୍ତି ଆଉ କିଏ ସମ୍ପୃକ୍ତ ଅଛି ବୋଲି ଭାବୁଛନ୍ତି ନା କ'ଣ ଭାବୁଛନ୍ତି ଆପଣ ଦେଖନ୍ତୁ ତଦନ୍ତ ଚାଲିଛି ଏପର୍ଯ୍ୟନ୍ତ ତଦନ୍ତ ସରିନି ଆହୁରି ତଦନ୍ତ ଯେପର୍ଯ୍ୟନ୍ତ ସରିନି ପୁଲିସ ପ୍ରଶାସନ ତ ସେମାନଙ୍କର ତଦନ୍ତ ଜୋରସୋରରେ ଚଲେଇଛନ୍ତି ଆମେ ଯେତେବେଳେ ଏଫଆଇଆର ଦେଇଥିଲୁ ଏଫଆଇଆର ଆମର ନାଁ ମଧ୍ୟ ଆମେ ମେନସନ୍ କରିନଥିଲୁ ଯେହେତୁ ଆମ ଭାଇଙ୍କର ମୃତ୍ୟୁ ହୋଇଥିଲା ଆମେ ସେ ଅନୁସାରେ ଆମେ ଏଫଆଇଆର ଦେଇଥିଲୁ ଏବଂ ପୁଲିସ ତାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ସେ ଦୋଷୀମାନଙ୍କୁ ଯେଉଁ 16 ଜଣ ମାନଙ୍କୁ ଆରେଷ୍ଟ କରିଛନ୍ତି ତେଣୁ ପୁଲିସ ତ ଆହୁରି ତଦନ୍ତ ଚାଲିଛି ତଦନ୍ତ ଯେପର୍ଯ୍ୟନ୍ତ ନ ସରିଛି ଆମେ ମଧ୍ୟ କିପରି କହୁ ଯେ ଆଉ କିଏ ଅଛି କିଏ କ'ଣ ଛାଡ଼ିବ ଆମର ପୁଲିସ ପ୍ରଶାସନ ଉପରେ ସମ୍ପୂର୍ଣ୍ଣ ରୂପେ ଭରସା ଅଛି ଏବଂ ତାଙ୍କର ତଦନ୍ତ ଉପରେ ମଧ୍ୟ ଆମର ସମ୍ପୂର୍ଣ୍ଣ ରୂପେ ଭରସା ଅଛି ମ୍ୟାଡ଼ାମ୍ ଆପଣଙ୍କ ଗୋଟେ କୋଶ୍ଚିନ୍ ଦେଖନ୍ତୁ ଆପଣ ତ ଜାଣିଛନ୍ତି ବିକ୍ରମ ପଣ୍ଡା ପ୍ରୀତବାସ ପଣ୍ଡା ଦିନ ଥିଲା ସେମାନେ ଅତି ଘନିଷ୍ଠ ରହିଥିଲେ ବର୍ତ୍ତମାନ ଏସବୁ ସିଚୁଏସନ୍ ଆପଣ କିଭଳି ଭାବେ ଦେଖୁଛନ୍ତି ସେ ତଳ ଦିନ କଥା ଯଦି ଆପଣ ଯଦି ମନେ ପକାଇବେ କିଭଳି ଭାବେ ଦେଖୁଛନ୍ତି ଦେଖନ୍ତୁ ତାଙ୍କର ଦେଖନ୍ତୁ ମୁଁ ଯେତେବେଳେ ବିକ୍ରମ ପଣ୍ଡା ଯେତେବେଳେ ଘରକୁ ଆସିଲେ ସେତେବେଳେ ପିଲାକୁ ସମ୍ବୋଧନ ଦେଇଛି ପିଲାକୁ ଆଗଲିକିରି ଧରିଛି ମୋତେ ବି ତାଙ୍କେ କହିଲେ ହଉ ଦୋଷୀ ସାବ୍ୟସ୍ତ ହେବ ବୋଲି ତାଙ୍କେ ବି ସେତେବେଳେ
କରିବେ କହିଛନ୍ତି। ମୁଁ ବି କହିଛନ୍ତି ଆପଣ ଜାଣିଛନ୍ତି 35 ବର୍ଷରେ ଆପଣ ସାଙ୍ଗ ଆପଣ ଜାଣିଛନ୍ତି ଆମର ହଜବେଣ୍ଡ କେମିତି ଟାଇପ୍ର ଲୋକ, ତାଙ୍କେ କେତେ ଭଲ ଲୋକ ତ ଆପଣ ଜାଣିଛନ୍ତି। ଜାଣିକି ତାଙ୍କେ ହଁ ହଁ କଲେ, ହଁ ହଁ କରିକିରି ଦେଖିକି ତାପରେ ପଳେଇନି। ଯେତେବେଳେ ମୁଁ ଜାଣିଲି ଯେ ତାଙ୍କର ଯେତେ ନ୍ୟୁଜ୍ରେ ଶୁଣିଲି ସେତେବେଳେ ମୋର ବହୁତ ମାନେ ଦେହକୁ ବହୁତ ବାଧିଲା, ଆଶ୍ଚର୍ଯ୍ୟ ହେଇଗଲି। ମୁଁ ଭାବି ଚିନ୍ତା କରିପାରିଲିନି ଜୀବନରେ ଯେ ଏମିତି ଗୋଟେ ସାଙ୍ଗ ଏମିତି ମର୍ଡର କରିଦେବେ ବୋଲି। ମ୍ୟାଡ଼ାମ୍ ଆଉ ଗୋଟେ ଜିନିଷ ଦେଖନ୍ତୁ, ଯେତେବେଳେ ପୂର୍ବରୁ ମଧ୍ୟ ଦେଖିଛନ୍ତି ଯେହେତୁ ସମସ୍ତେ ଜାଣିଛନ୍ତି ବିକ୍ରମ ପଣ୍ଡା ଆଉ ବିଶ୍ୱାସ ପଣ୍ଡା ଗୋଟେ ଘନିଷ୍ଠ ବନ୍ଧୁ, ସେତେବେଳେ ବି ଆପଣ ତ ମିଶିଥିବେ ନା ବିକ୍ରମ ପଣ୍ଡା ସହିତ? ସେତେବେଳେ ଆମେ ସେ ଘରେ ଏକା ଥିଲୁ ନୀଳକଣ୍ଠନାଙ୍କ ଫାର୍ଷ୍ଟ ଲାଇନ୍ରେ। ସେତେବେଳେ ବିକ୍ରମ ପଣ୍ଡା ଯିବା ଆସିବା କରୁଥିଲେ, ମୁଁ ସେତେବେଳେ ଜାଣିଛି ତାଙ୍କ ସାଙ୍ଗସାଥି କେମିତି ବନ୍ଧୁତ୍ୱ। ତାପରେ ତାଙ୍କ ସାଙ୍ଗସାଥି ଇଏ ହେଲା ପରେ ତାପରେ ମୁଁ ତାଙ୍କ ଭିତରେ କ'ଣ ହେଇছে ନା ଅଛି ସେଟା ମୁଁ କିଛି ଜାଣିପାରିବିନି। ନା ଏବେ ଭାବୁଛନ୍ତି କି ଯେ ଘଟଣାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ଥିବ ବୋଲି ଅନୁଭବ ହେଉଛି? ହେଇଥିବ, ହବ ନା। ମୁଁ ତ 100ରୁ 100 କହୁଛି, ମୁଁ 100ରୁ 100% କ'ଣ ପାଇଁ ଏମିତି କହୁଛି। କରିଥାଇପାରନ୍ତି ବୋଲି ଆଶଙ୍କା କରୁଛନ୍ତି? କାରଣ କ'ଣ ଥାଇପାରେ? ତାଙ୍କ ତଦନ୍ତ କରନ୍ତୁ, ପୁଲିସ ପ୍ରଶାସନରେ ତଦନ୍ତ କରି ତାଙ୍କୁ ଜାଣିବେ ନା କ'ଣ ହେଇଛି ଭିତରେ। ନାଇଁ କେବେ ହେଲେ ବି ଯେମିତି ଆପଣଙ୍କ ସ୍ୱାମୀ ବିଶ୍ୱାସ ଭାଇନା କେବେ କହିନାହାନ୍ତି ଆପଣ କୌଣସି ଘଟଣାକୁ ନେଇକି? କେବେ କିଛି ଘରେ ତାଙ୍କର ଯେଉଁ କେସ୍ ଯଦି ହଉ ବା ଘରେ କୋର୍ଟରେ ଯଦି କିଛି ହଉ, ମୋତେ କେବେ ହେଲେ ତାଙ୍କେ ଘରେ ସେମିତି କଥା କେବେ କହିନି। ତାପରେ ସେ 6 ତାରିଖ ଦିନ ଯେ ତାଙ୍କେ ଯେତେବେଳେ ଇଏ କଲେ ତାଙ୍କ ଡେଥ୍ ହେଲେ, ଘରେ ବି ନର୍ମାଲ ଯେମିତି ଆମେ ଘରେ ଯେମିତି କଥା ହେବାର ସ୍ୱାମୀ ସ୍ତ୍ରୀ ଯେମିତି ପିଲାକୁ ନେଇକି ଯେମିତି କଥା ହେବେ ସେମିତି ନର୍ମାଲ କଥାବାର୍ତ୍ତା। ତାଙ୍କର ମୁହଁରେ ବି କିଛି ହେଲେ ଜଣା ପଡ଼ୁନଥିଲା ତାଙ୍କର ମୁହଁରେ ଯେ ତାଙ୍କର ଏମିତି ଡିପ୍ରେସନ୍ ଅଛନ୍ତି କି କ'ଣ ଅଛନ୍ତି ବୋଲି। ଯଦି ଜାଣିଥାନ୍ତେ ତାଙ୍କେ ନିଜେ ସତର୍କ ହେଇଥାନ୍ତେ ନା, ସେଟା ବି ତାଙ୍କେ ଜାଣିନାହାନ୍ତି। ମୁଁ ବି ସେଥିପାଇଁ ଜାଣିନି କିଛି ଯେ ଭିତରେ ଏକା। ତାପରେ ମୁଁ ସେଇଠୁ ଆଗ ମନ୍ଦିର ଗଲି ବୁଲିକିରି ଆସିଲି। ମୁଁ କହିଲି ଯେ ମୁଁ ଗୋସାଇ ନୂଆ ତାଙ୍କ ସହିତ ମୁଁ ଫୋନ୍ରେ କଥା ହେଇଛି। କେତେବେଳେ ଲାଷ୍ଟ ଟାଇମ୍ କେତେବେଳେ କଥା ହେଲେ? 6ଟା ଅଧକୁ। ତାପରେ ଆଉ କଥା ହେଲେନି? କ'ଣ କହିଥିଲେ? ତାପରେ 8ଟା ଅଧକୁ କଥା ହେଲି ଯେ ହୋଟେଲରେ ତାଙ୍କେ ରାନ୍ଧୁନି, ମୁଁ ଆସିଲା ଟାଇମ୍ ହୋଟେଲର ମୁଁ ଭୂପତିର ପାର୍ସଲ ଧରିକିରି ଆସୁଛି। କ'ଣ ଖାଦ୍ୟ ଆଣିବା ପାଇଁ କହିଥିଲେ? ଏ ରୁଟି ତରକାରୀ ବାସ୍ ସେତିକି ଏକା, ଆଉ କିଛି ନାହିଁ। ସେଦିନ ଘରେ ଯେହେତୁ କୁମାର ପୂର୍ଣ୍ଣିମା ଥିଲା, ଘରେ କେମିତି କ'ଣ ମାନେ କିଛି ଖେଳିବା ପାଇଁ ବା ନା 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 ଆମର କିଏ ଭାଇ ତାଙ୍କର ଖେଳିବାରେ ତାଙ୍କର ସବୁଠୁ ନଫରତ ତାଙ୍କେ ଯେଟା କହୁଛନ୍ତି, ତାଙ୍କେ ଖେଳା ଖେଳି କେବେ ନାହିଁ। ମାନେ ଆମର ଘରେ ବଂଶୀ କେବେ ନାହିଁ। ଆମେ କକା ଦାଦା ହଉ ଦିଅର ହଉ ଦେଢ଼ଶୁର ଆମ ଘରେ କିଏ ଖେଳିବାନି। ଆମେ ଗପ ମାରିବା ସିନା କଥାବାର୍ତ୍ତା ହବ ସିନା, ଆମ ଖେଳା କିଛି ନାହିଁ, ଖେଳିବାରେ କିଏ ନାହିଁ। କୋଉ କାମରେ ଯାଉଛି ମୁଁ 8ଟା ଧରୁ ଯେତେବେଳେ ଆସୁଛି ଏବେ ସେ କହିଥିଲେ 8ଟା ଧରେ କଥା ହେଇଥିଲେ, କୋଉ କାମରେ ଯାଉଛି କେତେବେଳେ ଆସିବି? ମୁଁ କୋର୍ଟରେ ଯାଉଛି, ଥାନାରେ ମୋର କାମ ଅଛି, କୋର୍ଟରେ ଯାଉଛି ବୋଲି ସେତିକି କହିକିରି ଏକା ଯାଇଛନ୍ତି ତାଙ୍କେ। ତାପରେ ଆଉ କିଛି ତାପରେ ତାଙ୍କ ସାଥିରେ ମୋର ଦେଖା ହେଇନି କି ଆଉ କଥା ବି ହେଇନି, ଫୋନ୍ରେ ଯାହା କଥା ହେଇଛି ବାସ୍, ତାପରେ ଆଉ ନାହିଁ। ତାପରେ ଦେଖିନି ଘଟଣା ଯେତେବେଳେ 10ଟା ବେଳେ ଦେଇଛି କୁହାଯାଉଛି, ଆପଣ କେତେବେଳେ ଜାଣିଲେ ସେ ଘଟଣା? ମୁଁ 10 ଟଙ୍କା ଏକା ଜାଣିଲି। ତାଙ୍କର ଯେ ଜୁନିୟର ଗୋଟେ ପିଲାଟା ସେ ଆସିକିରି ଫୋନ୍ କଲେ। ମ୍ୟାଡ଼ାମ୍ ଦେଖନ୍ତୁ, ଏ ଯେଉଁ ବିକ୍ରମ ପଣ୍ଡା ଆଉ ବିଶ୍ୱାସ ପଣ୍ଡା ଏ ଦୁଇ ଜଣ ସମସ୍ତେ ଜାଣିଛନ୍ତି, ବ୍ରହ୍ମପୁରବାସୀ ସମସ୍ତେ ଜାଣିଛନ୍ତି ଗୋଟେ ଭଲ ବନ୍ଧୁ ଥିଲେ। ସେ ସମୟରେ କିଭଳି ଭାବେ ସମ୍ପର୍କ ଥିଲା? ବିକ୍ରମ ପଣ୍ଡା ପାଇଁ ବିଶ୍ୱାସ ପଣ୍ଡା କ'ଣ କାମ କରିଥିଲେ, କ'ଣ ରହିଥିଲା ମ୍ୟାଡ଼ାମ୍? ସେ ରାଜନୀତି ବିଷୟ କ'ଣ ହେଉଛି ନା ମୁଁ ଏ ବିଷୟ କିଛି ଜାଣିନି। ତାଙ୍କେ କ'ଣ ସାଙ୍ଗ ଥିବେ କ'ଣ ଦେଖିବେ କିଛି ନାହିଁ। କିନ୍ତୁ ଯେ ସାଙ୍ଗଟି ଏମିତି ଲାଷ୍ଟ ମର୍ଡର କରିଦେବ ଏମିତି ଲୋକକୁ ମାଷ୍ଟର ମାଇଣ୍ଡ ଇଏ କରିକିରି, ସେଟା ଏକା ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଆଗେ ଏମିତି ଟାଇପ୍ର କରିବେ ବୋଲି ସେଟା ବି ମୁଁ ଜାଣେ। ଯଦି ଆଙ୍କେ ବି ଯଦି ଜାଣିଥାନ୍ତେ ହେଲେ ନହେଲେ କି ଆଙ୍କେ ବି ମାନେ ଚିନ୍ତାଧାରା, ମୋର ହଜବେଣ୍ଡର ବି ଚିନ୍ତାଧାରା ଯେ ତାଙ୍କେ ବି ଭାବିନଥିଲେ ଯେ ଏମିତି ସାଙ୍ଗଟା ତାଙ୍କୁ ଏମିତି କରିବେ ବୋଲି, ମାରିଦେବେ ବୋଲି। ଆଉ ଗୋଟେ ଜିନିଷ ମ୍ୟାଡ଼ାମ୍, ଯେତେବେଳେ କଂଗ୍ରେସରେ ରହିଥିଲେ ଉଭୟ ବିଶ୍ୱାସ ପଣ୍ଡା ହଉ କିମ୍ବା ବିକ୍ରମ ପଣ୍ଡା ହଉ, ଯେତେବେଳେ କଂଗ୍ରେସରେ ରହିଥିଲେ ସେତେବେଳେ ଗୋଟେ ସ୍ଲୋଗାନ ରହିଥିଲା ବ୍ରହ୍ମପୁରବାସୀ ପାଇଁ, ପାଣି ନାହିଁ ତ ସରକାର ନାହିଁ। ମୁଁ ଏସବୁ କିଛି ଜାଣିନି, ସବୁ ଆପଣ ଦିଅରକୁ ପସନ୍ଦ ରାଜନୀତି ଭିତରେ ମୁଁ କିଛି ଜାଣିନି ଜିନିଷ। ଆପଣ ଆଜି କ'ଣ ପାଇଁ ମୁଖ୍ୟ ସାମ୍ବାଦିକ ସମ୍ମିଳନୀ ଡାକିବାର କ'ଣ ମୁଁ ଜୀବନ ରଖିବା ପାଇଁ ଆଜ୍ଞା ମୁଁ ଜୀବନ କ'ଣ ବିପଦରେ ଅଛି? ହଁ ପିଲାକୁ ଧମକେଇଛି ଆଉ ମୁଁ ସେଟା ଆଜ୍ଞା ଡରିକିରି ଘର ଭିତରେ ରହୁଛି। ଜୀବନ ପ୍ରତି ଆମର ଡର ଟିକେ ଅଛି। ପୋଲିସକୁ ଜଣେଇଛନ୍ତି? ପୋଲିସ କିଛି ପ୍ରୋଟେକ୍ସନ ଦେଇଛି କି? ହଁ ଆମ ସାନ ଦିଅର ସବୁ ଲେଖିକିରି ସବୁ ଜଣେଇଛନ୍ତି। ପୋଲିସ କିଛି ଆଶ୍ୱାସନା ଦେଇଛି? କିଛି ପୋଲିସ ପକ୍ଷରୁ ଆମକୁ ଆଶ୍ୱାସନା ଅଛି, କୌଣସି ପ୍ରକାର ଅସୁବିଧା ନାହିଁ, ଯାହା କିଛି ଅଛି ଆମେ ଆପଣଙ୍କ ସାଥିରେ ଅଛୁ ଜଣେଇଛୁ। ସେ ନମ୍ବରକୁ ଆପଣ କେବେ ଟ୍ରାଏ କରିଥିଲେ? ସେ ନମ୍ବର ଆଉ କୋଉ ଆସିଥିଲା? ମୁଁ ଟ୍ରାଏ କରିଥିଲି କିନ୍ତୁ ସେ ନମ୍ବର ବ୍ୟସ୍ତ ଆସୁଛି ଆଉ ଲାଗୁନି। ଟ୍ରୁ କଲର କିଛି ନା କ'ଣ? ଟ୍ରୁ କଲରରେ ଗୋଟେ ଭିକି ଆସୁଛି ଆଉ ଗୋଟେ ଦାସ ଆସୁଛି, ଯୋଉଟାକି ଆମେ ସବୁ ଲିଖିତ ଆକାରରେ ଥାନାରେ ଆମେ ଅଭିଯୋଗ କରୁଛୁ।